ଅଦିନିଆ ଝଡ଼। କାରର ଆଗ ସିଟ୍ରେ ବସିଛି ସୁନନ୍ଦା। ଗାଡ଼ି ଡ୍ରାଇଭ୍ କରୁଛନ୍ତି ସ୍ୱାମୀ ବିମଲ। ଦୁହିଁଙ୍କର ମନ ଆଜି ବହୁତ ଖୁସି। ନିଜର କର୍ମମୟ ଜୀବନରୁ ଫୁର୍ସତ ପାଇଁ ଆଜି ଯାଉଛନ୍ତି ନିଜ ଗାଁକୁ, ନିଜ ଲୋକମାନଙ୍କ ସହିତ କିଛି ସମୟ ବିତାଇବାକୁ। ଦୁହିଁଙ୍କର ମନ ବହୁତ ବ୍ୟଗ୍ର। ଗାଡ଼ିର ମ୍ୟୁଜିକ୍ ସିଷ୍ଟମରେ ବାଜୁଛି କିଛି ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ, ଯେଉଁଟା ଦୁହିଁଙ୍କର ପସନ୍ଦ। ଏମିତି ବହୁତ କିଛି ଜିନିଷ ଅଛି ଯେଉଁଟା ଦୁହିଁଙ୍କର ମେଳ ଖାଏ, ବୃତ୍ତିଗତ ଭାବେ ହେଉ କିମ୍ବା ବ୍ୟକ୍ତିଗତ ଭାବେ ହେଉ। ସେଥିପାଇଁ ଦୁଇଜଣ ଉଭୟଙ୍କ ପାଇଁ ବହୁତ ସହଜ। ଅତି ସହଜରେ ବିମଲ ପଢ଼ିପାରନ୍ତି ସୁନନ୍ଦାର ଆଖିର କଥା, ସୁନନ୍ଦା ପଢ଼ିପାରନ୍ତି ବିମଳଙ୍କର ହୃଦୟର ଭାଷା। ଉଭୟ ଉଭୟଙ୍କୁ ନେଇ ଗୌରବାନ୍ୱିତ ମନେ କରନ୍ତି। ପେଶାରେ ଦୁଇଜଣ ଯାକ ଡାକ୍ତର। ସମୟର ମୂଲ୍ୟ ସେମାନଙ୍କ ପାଖରେ ବହୁତ ଅଧିକ। ସେହି ମୂଲ୍ୟବାନ ସମୟ ଯେବେ ବି ପାଆନ୍ତି, ଦୁହିଁ ଜଣ ଦୁହିଁଙ୍କ ପାଇଁ ହିଁ ଖର୍ଚ୍ଚ କରନ୍ତି। ସୁନସାନ ରାସ୍ତା। ଧୂ ଧୂ ଖରାବେଳେ ରାସ୍ତା ସମ୍ପୂର୍ଣ୍ଣ ଫାଙ୍କା ଫାଙ୍କା। ଗାଡ଼ିର ବେଗ 80ରୁ 100 ଭିତରେ। ବିମଲଙ୍କ ବି ମନ ବି ଉଡ଼ୁଛି ଗାଡ଼ିର ବେଗ ସହିତ ମେଳ ଖାଇ। ବାମ ହାତଟିକୁ ଧୀରେ ଷ୍ଟିକରି ଉପରେ ଉଠେଇ ସୁନନ୍ଦାଙ୍କ ଡାହାଣ ହାତକୁ ମୁଠେଇ ଧରି କିଛି ଦୁଷ୍ଟାମି କରିବାକୁ ଉଦ୍ୟତ ହେଲା ବେଳକୁ ସୁନନ୍ଦା ପାଟି କଲେ, ରୁହ ରୁହ, ଏଇଠି ଗାଡ଼ି ରଖ। କ'ଣ ହେଲା? ରଖ ଜଲ୍ଦି। ବିମଲ ଗାଡ଼ିର ବ୍ରେକ୍ ଦଉ ଦଉ ଗାଡ଼ି ରହିଲା 100 କି 150 ମିଟର ଦୂରରେ। ପଛକୁ ବୁଲି ଚାହିଁ ଚାହିଁ କହିଲା ସୁନନ୍ଦା, ଗାଡ଼ି ପଛକୁ ନିଅ, ସେ କେବିନ୍ ପାଖକୁ। କେବିନ୍ ପାଖକୁ? ଆଶ୍ଚର୍ଯ୍ୟ ହୋଇ ପଚାରିଲା ବିମଲ। ସୁନନ୍ଦାଙ୍କ ମୁହଁରେ ବ୍ୟସ୍ତତା ଦେଖି ଗାଡ଼ି ବ୍ୟାକ୍ କଲା। ଗାଡ଼ି କେବିନ୍ ପାଖରେ ରହୁ ରହୁ ଡୋର୍ ଖୋଲି ବିଜୁଳି ବେଗରେ ଧାଇଁ ଯାଇ କେବିନ୍ ଆଗରେ ଛିଡ଼ା ହୋଇଥିବା ଜଣେ ସ୍ତ୍ରୀ ଲୋକକୁ କୁଣ୍ଢେଇ ଧରି ପଚାରିଲେ ସୁନନ୍ଦା, ମନୁ, ତୁ ଏଠି? ବିମଲ ବି ଗାଡ଼ି ଲକ୍ କରି ସୁନନ୍ଦାର ପଛେ ପଛେ ଆସି ଛିଡ଼ା ହୋଇଗଲେଣି। ଓ ସୁନନ୍ଦା, କାହାକୁ ଏମିତି ଭିଡ଼ି ଧରିଛ ରାସ୍ତା ଉପରେ? ନିଜକୁ ନିଜେ ଭାବି ହେଉଛନ୍ତି ବିମଲ। ବିମଲଙ୍କୁ ଦେଖି ଲାଜରେ ସ୍ତ୍ରୀ ଲୋକଟି ଟିକେ ଇତସ୍ତତ ହୋଇପଡ଼ିଲା। ତଥାପି ନିଜ ପିନ୍ଧା ଲୁଗାପଟାକୁ ଟିକେ ସଜାଡ଼ି ଦେଇ ବିମଲକୁ ଆସି ପ୍ରଣାମ କଲା। ସୁନନ୍ଦା ଚାରିଆଡ଼କୁ ନଜର ବୁଲେଇ ଆଣି ପଚାରିଲା, ଓ ସୁନସାନ ଖରାବେଳେ ଏମିତି ବେଶପୋଷାରେ ଏକା ତୁ? କ'ଣ ହୋଇଛି ତୋର? ମନୁ କେବଳ ଲୁହ ଗଡ଼ାଇବା ଛଡ଼ା ଆଉ କିଛି ବି କହୁନଥିଲା। ତା ହାତରେ ଥିବା ପଲିଥିନ୍ ବ୍ୟାଗରୁ ଜାଣିପାରୁଥିଲା ସୁନନ୍ଦା କି ସେ ବୋଧେ କିଛି ଖାଇନି। ଏଇ ଏବେ ଏବେ ପାଉରୁଟି ପ୍ୟାକେଟଟେ କିଣିଛି ଖାଇବା ପାଇଁ। ମନୁର ହାତ ଧରି ଗାଡ଼ି ପାଖକୁ ଆଣିଲା ସୁନନ୍ଦା। ଚାଲ, ମୁଁ ତୋତେ ଛାଡ଼ିଦେବି, ତୁ କୁଆଡ଼େ ଯିବୁ କହ। ତଥାପି ମନୁ ନିରତର। କ'ଣ ସେ କହିବ? ସେ ତ ନିଜେ ବି ଜାଣିନି ସେ କୁଆଡ଼େ ଯିବ, ସେ କାହିଁକି ଆଜି ରାସ୍ତାରେ ବେସାହାରା ହେଇ ବୁଲୁଛି। ତାର ବି କାରଣ କହିପାରିବନି। ବାଧ୍ୟ ହୋଇ ଏତିକି କହିଲା, ମୋ ପାଇଁ ଏତେ ହଇରାଣ କାହିଁକି ହେବୁ କହିଲୁ? ତୁ ଯା, ମୁଁ ଆଉ ଟିକେ ପରେ ବସ୍ ଆସିଲେ ପଳେଇବି। କାହାକୁ ଏତେ ମିଛ କଥା କହୁଛୁ କହିଲୁ? ଏପଟେ କେବେଠାରୁ ବସ୍ ଗଲାଣି କାହିଁ ମୁଁ ତ ଜାଣିନି। ବସ୍ ଷ୍ଟପ୍ ଏଠୁ 8 କିଲୋମିଟର। ଆସ୍ ଚୁପଚାପ ଗାଡ଼ିରେ ବସ୍, କହି ମନୁର ହାତ ଧରି ଗାଡ଼ିରେ ବସେଇ ଦେଲା ସୁନନ୍ଦା। ବିମଲଙ୍କୁ ଚାହିଁ କହିଲା, ମୁଁ ବି ପଛ ସିଟ୍ରେ ମନୁ ପାଖରେ ବସୁଛି। ଆମେ ଦୁଇ ସାଙ୍ଗ କଥା ହେଇ ହେଇ ଯିବୁ। ମୁଣ୍ଡ ଟୁଙ୍ଗାରି ହଁ କହି ଗାଡ଼ି ଷ୍ଟାର୍ଟ କଲେ ବିମଳ। ସୁନନ୍ଦା ବିମଲଙ୍କ ସାଥିରେ ମନୁକୁ ପରିଚିତ କରିବାକୁ ଯାଇ କହିଲା, ଓ ମୋର ସବୁଠାରୁ ଅନ୍ତରଙ୍ଗ ସାଙ୍ଗ ମନୀଷା। ବାସ୍, ବାହାଘର ପରେ ମୋତେ ଭୁଲି ଯାଇଥିଲେ ଯାହା। ମନୁର ମନକୁ ହାଲକା କରିବା ପାଇଁ ଏମିତି କହିଲା ସିନା, କିନ୍ତୁ ସେ ଭଲ ଭାବେ ବୁଝି ସାରିଲାଣି ମନୁ ଉପରେ ହୁଏତ କିଛି ଗୋଟେ ବିତି ଯାଇଛି। ମନୁକୁ ମଧ୍ୟ ବିମଳାଙ୍କ ସହ ପରିଚିତ କରିବାକୁ ଯାଇ କହିଲା, ତୁ ଭଲ ଭାବେ ଜାଣିଛୁ, ମୁଁ କେବେ କେଉଁ ପୁଅମାନଙ୍କ ସହ ଏକୁଟିଆ ବୁଲାବୁଲି କରେନି। ଆଜି ୟାଙ୍କ ସହ ଏକୁଟିଆ ଗାଡ଼ିରେ ଯାଉଛି ମାନେ ମୋର କ'ଣ ହେଇଥିବେ। କାନ୍ଦୁରା ମୁହଁରୁ ସରୁଧାରେ ହସ ବାହାରି ଆସିଲା ମନୁର ଓଠ ତଳୁ। ତୁ ଆଗରୁ ଯେମିତି ଥିଲୁ ଏବେ ବି ସେମିତି ଅଛୁ ସୁନି। ମୁଁ ବି ଆଶା କରୁଛି ମୋ ସାଙ୍ଗ ମନୁ ବି ଆଗରୁ ଯେମିତି ଥିଲା ଏବେ ବି ସେମିତି ଥିବ। ମୋ କହିବାର ମାନେ ହେଲା, ମୋତେ କିଛି କଥା ଆଗରୁ ନ ଲୁଚେଇବା ସାଙ୍ଗ ଏବେ ବି କିଛି କଥା ଲୁଚେଇବନି। ଏବେ କହ, କ'ଣ କାହିଁକି ଆଉ କେମିତି ହେଲା? ସାଙ୍ଗ ସୁନି ଆଗରେ ସବୁ କହିବାକୁ ଇଚ୍ଛା ଥିଲେ ବି ବିମଲଙ୍କୁ ଦେଖି ଟିକେ ଥଙ୍ଗ ଥଙ୍ଗ ହେଲା ମନୁ। ମନୁର ମନ କଥା ବୁଝିପାରି କହିଲା ସୁନନ୍ଦା, ସେ ମୋ ସ୍ୱାମୀ।
ଏବେ ସେ ଆଉ ମୁଁ ଦୁହେଁ ଗୋଟେ ମନ ଆଉ ଗୋଟେ ହୃଦୟ। ମୋତେ ବିଶ୍ୱାସ କରିବା ଯାହା ତାଙ୍କୁ ବିଶ୍ୱାସ କରିବା ସେଇଆ। ଏମିତିରେ ବି ମୁଁ ତାଙ୍କୁ କିଛି ଲୁଚେଇ ପାରିବିନି। ଆମେ ଦୁଇଜଣ ହିଁ ଘଟଣାର ଗମ୍ଭୀରତା ଦେଖି କିଛି ବିଚାର କରିପାରିବୁ। ସୁନନ୍ଦା ଆଉ ବିମଲଙ୍କ ମଧ୍ୟରେ ଏତେ ସୁନ୍ଦର ବୁଝାମଣା ଦେଖି ମନୀଷାର ଆଖିରେ ଲୁହ ନିଗିଡ଼ି ପଡ଼ିଲା। ସୁନନ୍ଦାର ଆଶ୍ୱାସନା ଭରା କଥା ଶୁଣି ତାକୁ ଟିକେ ହାଲକା ଲାଗିଲା। ନିଜ ଚିନ୍ତାବୋଝ ମୁଣ୍ଡେଇ ମୁଣ୍ଡେଇ ଥକି ପଡ଼ିଲାଣି ସିଏ। ସାଙ୍ଗ ଆଗରେ କହିପାରିଲେ ହୁଏତ କିଛି ବୋଝ ଟିକେ ହାଲକା ହୋଇଯିବ। ଦୀର୍ଘ ନିଶ୍ୱାସଟାଏ ଭିତରକୁ ଟାଣି ନେଇ ଦୁଃଖ ବଖାଣିବାର ବଳ ସାଉଁଟି ନେଲା ମନୀଷା। ତାପରେ ଆରମ୍ଭ କଲା ତା ଜୀବନର କାହାଣୀ। ସେହିଦିନଠାରୁ ସୁନନ୍ଦା ସହିତ ତାର ଆଉ ଯୋଗାଯୋଗ ହୋଇନି। ଯୁକ୍ତ 2 ପରୀକ୍ଷା ପରେ ପରେ ସୁନନ୍ଦା ଓ ଅନ୍ୟ ସାଙ୍ଗମାନେ ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ମନୀଷାର ବାପା ମନୀଷାର ବାହାଘର ପାଇଁ ବ୍ୟସ୍ତ ହୋଇ ବରପାତ୍ରର ସନ୍ଧାନରେ ଥାଆନ୍ତି। ମନୀଷା ଯେତେ ତା ବାପାଙ୍କୁ ବୁଝାଉଥାଏ ଯେ ସେ ପାଠ ପଢ଼ି ଜଣେ ଡାକ୍ତର ହେବାକୁ ଚାହୁଁଛି, ତ ବାପା ବୁଝୁନାହାନ୍ତି। ପ୍ରଥମତଃ ଆର୍ଥିକ ଭାବେ ଓ ଦ୍ୱିତୀୟରେ ଶାରୀରିକ ଭାବେ ସେ ଦୁର୍ବଳ ହୋଇ ପଡ଼ିଥାନ୍ତି। ତେଣୁ ଜଣକ ପରେ ଜଣକ କାମ ସାରିବାକୁ ସେ ତରବର ହେଉଥାନ୍ତି। ଏହି ସମୟରେ ବିକାଶଙ୍କ ଘରୁ ପ୍ରସ୍ତାବ ଆସିଲା। ପୁଅ ଚାକିରି କରିଛି, ଭଲ ଘର, ଦେଖିବାକୁ ସୁନ୍ଦର। ଅରାଜି ହେବା ଭଳି କଥା କିଛି ନଥିଲା। ତେଣୁ ବାହାଘର ସେଇଠି ପକ୍କା ହୋଇଥିଲା। ରେଜଲ୍ଟ ବାହାରିଲା ବେଳକୁ ବାହାଘର ସରିଥିଲା। ବାହାଘରର କିଛି ଦିନ ଯାଏ ବିକାଶ ମନୀଷାକୁ ଛାଡ଼ି ଗୋଟେ ମିନିଟ୍ ବି କୁଆଡ଼େ ଯାଆନ୍ତିନି। ସାହିର ଅନ୍ୟ ଯାଆମାନେ ଥଟ୍ଟାରେ କୁହନ୍ତି, ପାଗଳ ଭଅଁର ଭଳି ଦିଅରବାବୁ ତ ଚାରିପଟେ ଘୂରି ବୁଲୁଛନ୍ତି। ମନେ ମନେ କୁରୁଳି ଉଠେ ମନୀଷା। ଗୋଟେ ଝିଅ ପାଇଁ ଏହାଠାରୁ ବଡ଼ ଭାଗ୍ୟର କଥା କ'ଣ ହେଇପାରେ? ସବୁ ଝିଅମାନେ ତ ତାଙ୍କର ସ୍ୱପ୍ନର ନାୟିକାକୁ ନେଇ ଏଇ କଳ୍ପନା କରିଥାନ୍ତି। ଡାକ୍ତର ହେବାର ସ୍ୱପ୍ନ ଯେଉଁ ଅଧୁରା ରହିଗଲା ବୋଲି ମନ ଭିତରେ ଦୁଃଖର ନିଆଁର କୁହୁଳ ଥିଲା, ଆଜି ସେଇ କୁହୁଳ ନିଆଁରେ ପରସ୍ତ ପରସ୍ତ ଶୀତଳ କାକର ବିନ୍ଦୁ ମନେ ମନେ ଆମୋଦିତ ହୁଏ ମନୀଷା। ଜାଣି ନଥିଲା ସେ ପାଗଳ ଭଅଁରଟିଏ କେବେ ଗୋଟିଏ ଫୁଲରେ ସନ୍ତୁଷ୍ଟ ହୁଏନି ବୋଲି। ଗୋଟିଏ ଫୁଲରୁ ମଧୁ ସରିଗଲେ ଆଉ ଗୋଟେ ଫୁଲ ନିକଟକୁ ଉଡ଼ିଯିବାକୁ ଟିକେ ବି ବିଳମ୍ବ କରେନି ସେ। ମନୀଷାକୁ ଏହି କଥା ଜଣାପଡ଼ିଲା ବାହାଘରର 3 ବର୍ଷ ପରେ। ବିକାଶଙ୍କ କଥାବାର୍ତ୍ତା, ଚାଲିଚଳନ, ଢଙ୍ଗ ରଙ୍ଗ ସବୁ ବଦଳିଲା ଭଳି ଲାଗିଲା। ଏହି କଥା ଶାଶୁଙ୍କୁ ମଧ୍ୟ ସେ ଜଣାଇଲା। ନିଜ ପୁଅର ଏତେ ବଡ଼ ଦୋଷ ସେ ଭାବି ବି ପାରିଲେନି। କାମ ବ୍ୟସ୍ତ ରହୁଥିବ କହି ଏଡ଼େଇ ଦେଲେ। ନିଜର ପିଲାଟିଏ ହେଲେ ବାଟକୁ ଆସିଯିବ କହି ପରାମର୍ଶ ଦେଲେ। ନିଜର ସନ୍ତାନଟିଏ କଥା ଏବେ ଭାବିବା ସମୟ ହେଲାଣି ବୋଲି ମଧ୍ୟ ମନୀଷା ବିକାଶଙ୍କ ପାଖରେ ଅନୁରୋଧ କଲା। ତଥାପି ବିକାଶଙ୍କ ଉପରେ କିଛି ବି ଫରକ ପଡ଼ିଲାନି। ଧୀରେ ଧୀରେ ଗୋଟିଏ ଘରେ ଗୋଟିଏ ଛାତ ତଳେ ରହିକି ବି ସେମାନଙ୍କ ମଧ୍ୟରେ ଦୂରତା ବଢ଼ି ବଢ଼ି ଚାଲିଲା। କଥା ଯେ ଗଭୀର ଏକଥା ଆଉ କାହାକୁ ଅବୁଝା ରହିଲାନି। ଶାଶୁ ଶ୍ୱଶୁର ବହୁତ ଚେଷ୍ଟା କଲେ ବିକାଶକୁ ବାଟକୁ ଆଣିବାକୁ। ସବୁ ବ୍ୟର୍ଥ ଗଲା। ପୁଅ ଚିନ୍ତାରେ ଆଗପଛ ହୋଇ ସେମାନେ ଦୁନିଆ ଛାଡ଼ିଲେ। ବିକାଶ ପାଇଁ ଏଇଟା ମୁକ୍ତିର ମାର୍ଗ ଥିଲା। ଘରକୁ ଆସିବା ବନ୍ଦ କରିଦେଲା ସେ। ଅଫିସରୁ ତାଙ୍କ ଭଡ଼ାଘରର ଠିକଣା ବୁଝି ସେଠି ପହଞ୍ଚିଲା ବେଳକୁ ଯାହା ଦେଖିଲା, ମନୀଷାର ପାଦ ତଳୁ ମାଟି ଖସି ପଡ଼ିଲା ଭଳି ଲାଗିଲା। ସେଇଠି କଚାଡ଼ି ହୋଇ ପଡ଼ିଲା। ହୋସ ଆସିଲା ବେଳକୁ ସୋଫା ଉପରେ ଶୋଇଥିଲା ସେ। ଗୋଟେ ପଟେ ଛିଡ଼ା ହୋଇଥିଲା ବିକାଶ, ଆଉ ଗୋଟେ ପଟେ ସଦ୍ୟ ପ୍ରସ୍ଫୁଟିତା କଳିକାଟିଏ, ଯାହାର ପଛରେ ବିକାଶ ଏବେ ପାଗଳ ଭଅଁର ସାଜି ଉଡ଼ି ବୁଲୁଛନ୍ତି। ମନୀଷା ସାଷ୍ଟାଙ୍ଗ ହେଲା ପରେ ତାକୁ ସେଠି ରହିବାକୁ ଅନୁମତି ମିଳିଲା ସତ, ବେଡ୍‌ରୁମରେ ଜାଗା ମିଳିଲାନି। ସବୁକିଛି ଅତୀତରେ ହରେଇ ସାରିଛି ସେ। ଏବେ ଖାଲି ଅଛି ସ୍ୱାଭିମାନ ଟିକେ। ସେତକ ଆଉ ତଳେ ପକାଇବାକୁ ଚାହୁଁନଥିଲା ମନୀଷା। ଚାଲି ଆସିଲା ସେଠୁ। ପ୍ରତିବାଦ କରିବାକୁ ଚାହୁଁଥିଲେ ବି ଆର୍ଥିକ ଭାବେ, ମାନସିକ ଭାବେ ଓ ଶାରୀରିକ ଭାବେ ସେ ଦୁର୍ବଳ ଥିଲା। ଗାଁ ଗହଳିରେ ବିବାହିତ ଝିଅଟେ ବିନା ନିମନ୍ତ୍ରଣରେ ବାପ ଘରେ ଆସି ରହିବା ହେଉଛି ତା ପାଇଁ ସବୁଠୁ ବଡ଼ ମର୍ଯ୍ୟାଦାହାନି କଥା। ବାଧ୍ୟ ହୋଇ କୁଆଡ଼େ ଯିବ, କ'ଣ କରିବ କିଛି ନ ଭାବି ପାରି ଏଣେ ତେଣେ ଘୂରି ବୁଲୁଛି ସେ। 3 ଦିନ ଧରି ମନୀଷାର କଥା ସରିଲା ବେଳକୁ ସୁନନ୍ଦା ଓ ବିମଲ ଉଭୟେ ଶବ୍ଦହୀନ, ଭାଷାହୀନ ହେଇ ବସିଛନ୍ତି।
କାହାରି ପାଟିରୁ କିଛି ବି କଥା ବାହାରୁ ନଥାଏ। କିଛି ସମୟ ପରେ ନୀରବତା ଭାଙ୍ଗି କଥା ଆରମ୍ଭ କଲେ ବିମଲ। ଆମର ଗାଁ ଆସିଗଲା। ଆସନ୍ତା ସୋମବାର ମୋ ମାଆଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅଛି। ସୁନନ୍ଦାର ସାଙ୍ଗ, ନିମନ୍ତ୍ରିତ ଅତିଥି ଭାବେ ଆମ ଘରକୁ ଆସିଛ। ଏବେ ପାଇଁ ଏତିକି ପରିଚୟ ତୁମର, ଆଉ ସବୁ ଆମେ ପରେ କଥା ହେବା। ଘରେ ପହଞ୍ଚି ସାରି ମନୀଷାର ହାତ ଧରି ସିଧା ନିଜ ବେଡ୍ରୁମ୍କୁ ନେଇଗଲା ସୁନନ୍ଦା। ଆଲମିରା ଖୋଲି ସବୁଠୁ ସୁନ୍ଦର ଶାଢ଼ୀଟେ ବାହାର କରି ନିଜ ହାତରେ ପିନ୍ଧାଇ ଦେଲା। ରୋଷେଇ ଘରୁ ଯାଇ ଖାଇବା ଜିନିଷ ବାଢ଼ି ଆଣି ସାଙ୍ଗରେ ଖୁଆଇଲା। ଖାଇସାରିବା ପରେ ଗେଷ୍ଟରୁମ୍ର କବାଟ ଖୋଲି ମନୀଷାକୁ ରେଷ୍ଟ ନେବାକୁ କହି ନିଜ କାମରେ ବାହାରି ଆସିଲା। 2 ଦିନ ପରେ ଶାଶୁଙ୍କ ଶ୍ରାଦ୍ଧ। ତାକୁ ଛାଡ଼ିଦେଲେ ଘରେ କେହି ସ୍ତ୍ରୀ ଲୋକ ନାହାନ୍ତି। ଶ୍ୱଶୁର ଓ ଦିଅର ଏକା ଗାଁରେ ରୁହନ୍ତି। ସ୍ତ୍ରୀ ଲୋକ ଘରେ ନ ରହିଲେ ଘରର ଯାହା ଅବସ୍ଥା, ଯେଉଁଠୁ ଆରମ୍ଭ କରିବ ଭାବୁଛି ସୁନନ୍ଦା ଦେଖିଲା ତ ପଛରେ ମନୀଷା ଝାଡ଼ୁ ଧରି ଘର ସଫା କରିବା ଆରମ୍ଭ କରିଦେଲାଣି। ସୁନନ୍ଦାକୁ ଦେଖି ଟିକେ ହସିଦେଇ କହିଲା, ତୁ ଏକା ଏତେ କାମ କରିପାରିବୁନି। ମୁଁ ମିଶିଗଲେ କୁଆଡ଼େ ସରିଯିବ, ଜଣା ବି ପଡ଼ିବନି। 2 ଦିନ ଭିତରେ ଘରଟିକୁ ଅତି ସୁନ୍ଦର କରି ସଜାଡ଼ି ଦେଇଥିଲେ 2 ସାଙ୍ଗ। ମନୀଷାର କାର୍ଯ୍ୟଦକ୍ଷତା ଦେଖି ସୁନନ୍ଦା, ବିମଲ, ସୁନନ୍ଦାର ଶ୍ୱଶୁର ଋଷିକେଶ ବାବୁ ଓ ଦିଅର ଆଦିତ୍ୟ ବାବୁ ସମସ୍ତେ ବହୁତ ଖୁସି। ବହୁତ ଭଲରେ ଭଲରେ ଶ୍ରାଦ୍ଧ କାମ ସରିଲା। ସବୁ ବନ୍ଧୁବାନ୍ଧବ ବି ଚାଲିଗଲେ। ରାତି ପାହି ସକାଳ ହେଲା। ସୁନନ୍ଦା ଓ ବିମଲ ବି ତାଙ୍କ କର୍ମସ୍ଥଳୀକୁ ଚାଲିଯିବେ। ଘରେ ପୁଣି ଯେଉଁ ଶୂନ୍ୟତାକୁ ସେଇ ଶୂନ୍ୟତା ମାଡ଼ି ପଡ଼ିବ। ଆଦିତ୍ୟ ଓ ଋଷିକେଶ ବାବୁ ପୁଣି ଏକା ହେଇଯିବେ। ଓ ପୁଅଟି ବି ଅଜବ। କୌଣସି ଝିଅ ତା ମନକୁ ଆସୁନି। ନହେଲେ ବାହାଘର କରିଦେଇଥିଲେ କଥା ସରିଥାନ୍ତା। ଭାଇ ଭାଉଜ ଡାକ୍ତର ବୋଲି କଟକରେ ରହିଲେ। ଆଦିତ୍ୟ ଗାଁ ପାଖ ସ୍କୁଲରେ ଶିକ୍ଷକ ଅଛି ବୋଲି ଗାଁରେ ରହିଲେ। ନିଜ କଥା, ବାପାଙ୍କ କଥା, ସ୍କୁଲ କଥା, ଘର କଥା ସବୁ ଏକା ଏକା ବୁଝୁଛି। ବହୁତ ଥକି ବି ପଡ଼ୁଛି। ତଥାପି ବାହାଘର କଥା କାନରେ ପଶଉନି। ସେଇ ଚିନ୍ତା ସବୁବେଳେ ଋଷିକେଶ ବାବୁଙ୍କର। କାଲି ବିମଲ, ସୁନନ୍ଦା ଓ ମନୀଷା ଏ ଘରୁ ଚାଲିଗଲା ପରେ ଏ ଘର ପୁଣି ନୀରବତାର ରାଜୁତି କରିବ। ନିଜ ରୁମରେ ବସି ଆଲୋଚନା କରୁଛନ୍ତି ବିମଲ ଓ ସୁନନ୍ଦା। କାଲି ଆମେ ଏଠୁ ଗଲା ପରେ ମନୀଷାକୁ କେଉଁଠି ରଖିବା? ଆଉ 15 ଦିନ ପରେ ସେମାନେ କେତେଜଣ ସାଙ୍ଗ ହେଇ ମହୀଶୂର ଉଟି ବୁଲିଯିବା ପାଇଁ ଯୋଜନା କରିଛନ୍ତି। ଟିକେଟ୍ ବି ହୋଇସାରିଛି। ହୋଟେଲ ବି ବୁକ୍ ସରିଛି। ସାଙ୍ଗସାଥିରେ ମନା ବି କରିହେବନି। ମନୀଷାକୁ ଏକା ଛାଡ଼ିକି ଯାଇ ହେବନି। ଏପଟେ ଘରେ ବାବା ଓ ଆଦିତ୍ୟ ଏକା କେତେ ହଇରାଣ ହେଉଛନ୍ତି। କିଛି ବି ମୁଣ୍ଡରେ ପଶୁନି। କ'ଣ କରିହେବ କାହା ପାଇଁ? ହଠାତ୍ ବିମଲ କହିଲେ, ସୁନି, ମନୀଷା କିଛି ଦିନ ପାଇଁ ଏଇଠି ଗାଁରେ ଥାଆନ୍ତୁ। ଆମେ ବାଙ୍ଗାଲୋରରୁ ଫେରିଲା ପରେ ମୋର ଜଣେ ଆଡ଼ଭୋକେଟ୍ ସାଙ୍ଗ ସହ କଥା ହୋଇ ଯାହା ନିଷ୍ପତ୍ତି ନେବା। କଥା ସୁନନ୍ଦାର ମନକୁ ବି ଆସିଲା। ସକାଳୁ ସମସ୍ତେ ବ୍ରେକ୍ଫାଷ୍ଟ କରିସାରିବା ସମୟରେ ମନୀଷାର ସମସ୍ୟା କଥା ଋଷିକେଶ ବାବୁଙ୍କୁ ଜଣାଇଲା ସୁନନ୍ଦା। ସେ ଏକଥା ଶୁଣି ବହୁତ ଖୁସି ହୋଇଗଲେ କି ମନୀଷା ପୁଣି ତାଙ୍କ ପାଖରେ ଆହୁରି 1 ମାସ ଯାଏ ରହିବ। ଏଥର ଟିକେ ପୂର୍ଣ୍ଣ ଲାଗିବ। ଆଦିତ୍ୟଙ୍କର ମଧ୍ୟ କୌଣସି ଅଭିଯୋଗ ନଥିଲା। ବାସ୍ ବିମଲ ଓ ସୁନନ୍ଦା ଏଥର ହାଲକା ମନରେ ଘରୁ ବାହାରି ଗଲେ। ସକାଳୁ ଉଠି ମନୀଷା ଘରର ସବୁ କାମ ସାରି ଋଷିକେଶ ବାବୁଙ୍କ ପାଇଁ, ଆଦିତ୍ୟଙ୍କ ପାଇଁ ଅଲଗା ଅଲଗା ଖାଇବା ରେଡି କରି ଟେବୁଲ ଉପରେ ସଜେଇ ରଖିଛି। ଏଇ କିଛି ଦିନ ରହଣି ଭିତରେ ସେ ସମସ୍ତଙ୍କ ପସନ୍ଦ ଅପସନ୍ଦ ଜାଣି ଯାଇଛି। ଆଦିତ୍ୟ ସକାଳ 8ଟାରେ ଉଠି ରୋଷେଇ ଘରେ ପଶିଲା ବେଳକୁ ରୋଷେଇ ଘର ମହକରେ କମ୍ପୁଛି। ଘର ଭିତର ଏତେ ସଫା ଯେ ରୋଷେଇ ସରିଛି ବୋଲି ଟିକେ ବି ଜଣା ପଡ଼ୁନି। ପାତ୍ରଗୁଡ଼ିକ ସବୁ ଢଙ୍କା ହୋଇ ରଖା ହୋଇଛି। ଢାଙ୍କୁଣୀ ଟେକି ଆଶ୍ଚର୍ଯ୍ୟ ହୋଇଗଲେ ଆଦିତ୍ୟ ବାବୁ। ଏତେ ସକାଳୁ ଏତେ ରକମର ରୋଷେଇ? ଏଇଟା କେବଳ ଗୋଟେ ଦିନର ଘଟଣା ନୁହେଁ। ନିୟମିତ ଏହି ଧାରା ଜାରି ରହିଥାଏ। ସକାଳୁ ରାତି ଯାଏ ମନୀଷା ବିଭିନ୍ନ ପ୍ରକାରର ରୋଷେଇ ଋଷିକେଶ ବାବୁ ଓ ଆଦିତ୍ୟଙ୍କ ପାଇଁ କରେ। କେବଳ ସେତିକି ନୁହେଁ, ଘର ସଜା, ବିଛଣା ସଜା, ଫୁଲ ଗଛରେ ପାଣି ଦେବା, ଠାକୁର ପୂଜା ପାଇଁ ଫୁଲ ହାର ଗୁନ୍ଥିବା, ଋଷିକେଶ ବାବୁଙ୍କୁ ଔଷଧ ଖାଇବା କଥା ବୁଝିବା, ସବୁ ଠିକ୍ ଠିକ୍ କରେ ସେ।
ସୁଖର ଦିନ ସେ କୁଆଡ଼େ ଚାଲିଯାଏ ଜଣା ପଡ଼େନି। ଏହା ଭିତରେ ଗୋଟେ ମାସ ବିତିଗଲାଣି। ବିମଲ ଓ ସୁନନ୍ଦା କଟକ ଫେରି ଆସିଲେଣି। ଆସନ୍ତା କାଲି ଗାଁକୁ ଆସି ମନୀଷାକୁ ସାଥିରେ ନେଇଯିବେ ବୋଲି ଫୋନ୍ କରି କହିଛନ୍ତି। ହୃଷିକେଶ ବାବୁଙ୍କ ମନ ଦୁଃଖ ଯେ ମନୀଷା ଚାଲିଗଲା ପରେ ପୁଣି ଏ ଘରର ଅବସ୍ଥା ଯାହା ଥିଲା ସେଇଆ ହେଇଯିବ। ଆଦିତ୍ୟଙ୍କ ମନ ଦୁଃଖ କ'ଣ ପାଇଁ ଆଦିତ୍ୟ ନିଜେ ବି ଜାଣିପାରୁନାହାନ୍ତି। କିଛି ଗୋଟେ ମୂଲ୍ୟବାନ ଜିନିଷ ହଜେଇବା ଭଳି ଅନୁଭବ ହେଉଛି କେବଳ। ସମସ୍ତେ ନିଜ ନିଜ ଚିନ୍ତାରେ। ମନୀଷା ଭାବୁଛି ଯେଉଁଠିକି ଗଲେ ବି ତା ଉପରେ କିଛି ଫରକ ପଡ଼ିବନି। ସେ ନିଜେ ବାସହରା। 2 ଦିନ ପାଇଁ ହେଉ ପଛେ ନିରାପଦ ଆଶ୍ରୟଟିଏ ତାର ଲୋଡ଼ା। କ'ଣ ଏତେ ଭାବୁଛି ଆଦିତ୍ୟ? ଆଜି ରାତି ପାହିଲେ ସକାଳୁ ସକାଳୁ ଭାଇ ଭାଉଜ ଆସି ମନୀଷାକୁ ସାଙ୍ଗରେ ନେଇଯିବେ। ପରେ ଚିନ୍ତା କରି କହିବାକୁ ସମୟ ନଥିବ। ଏଇଟା ହିଁ ଉପଯୁକ୍ତ ସମୟ। ମନୀଷା କାମ ସାରି ଗେଷ୍ଟ ରୁମ୍ରେ ବିଶ୍ରାମ ନେଉଛି। ମନ କଥା ଖୋଲି କହିଦେ। ଯା ଯା ଯା। ଚମକି ଉଠି ବସିଲା ଆଦିତ୍ୟ। ସେ କ'ଣ ଭାବୁଛି? ଅବଚେତନ ମନରେ ସତ କଥା ହିଁ ତ ଆସିଥାଏ। ସେ ତାହେଲେ କ'ଣ ମନୀଷାକୁ ମନୀଷା ଭଳି ଝିଅଟେ ଯଦି ତାଙ୍କ ବୋହୂ ହୋଇପାରନ୍ତା ଏତେ ବଡ଼ ଘରର ଦାୟିତ୍ୱ ସେ ଏଇ କିଛି ଦିନରେ ସେମିତି ନେଇଛି ତା ପାଇଁ ଆଉ କିଛି ପରୀକ୍ଷାର ଆବଶ୍ୟକତା ନାହିଁ। ସମସ୍ତଙ୍କ ଜୀବନରେ କିଛି ନା କିଛି ଝଡ଼ ତ ଆସିଥାଏ। ଅଳ୍ପ ସମୟ ପାଇଁ ସେ ଝଡ଼ ଆସେ ସିନା ବହୁତ କିଛି କ୍ଷୟକ୍ଷତି କରିଦିଏ। ବାପାଙ୍କୁ ଦେଖି ରହିଗଲେ। ହୃଷିକେଶ ବାବୁ ଆଦିତ୍ୟଙ୍କ ପାଖରେ ବସେଇ ମନୀଷା ବିଷୟରେ ଭାବୁଥିବା କଥା କହିଲେ। ଆଦିତ୍ୟ ମନେ ମନେ ଭାବୁଥିଲେ ଏ କି ସଂଯୋଗ? ଭଗବାନ ବୋଧେ ଏଇଆ ଚାହୁଁଛନ୍ତି। ବାପାଙ୍କ କଥା ଶୁଣି ଚୁପ୍ ରହିଗଲେ। ମୌନୀ ସମ୍ମତି ଲକ୍ଷଣ ବୋଲି ଭାବିନେଲେ ହୃଷିକେଶ ବାବୁ। ଏହା ଆଗରୁ ଯେବେ ବି ବାହାଘର କଥା ଉଠାନ୍ତି ସେ ଆଦିତ୍ୟ କିଛି ନା କିଛି ବାହାନା କରି ଏଡ଼େଇ ଦିଏ ପ୍ରସଙ୍ଗ। ଆଜି ତାର ବ୍ୟତିକ୍ରମ। ତାହେଲେ କାଲି ବିମଲ ଓ ସୁନନ୍ଦା ଆସିଲେ ତାଙ୍କୁ ଏକଥା କହିବି। ମନୀଷାକୁ ରାଜି କରାଇବା ଦାୟିତ୍ୱ ସେମାନଙ୍କର। ହୁଁଟିଏ ମାରି ନିଜ ରୁମ୍ ଭିତରକୁ ପଶିଗଲେ ଆଦିତ୍ୟ। ତା ପରଦିନ ହୃଷିକେଶ ବାବୁଙ୍କଠାରୁ ସବୁ କଥା ଶୁଣି ସୁନନ୍ଦା ଓ ବିମଲ ବହୁତ ଖୁସି। ପ୍ରଥମତଃ ମନୀଷା ଭଳି ଭଲ ଝିଅଟିକୁ ସାହାରା ମିଳିଯିବ। ଦ୍ୱିତୀୟରେ ବାହାଘର ପାଇଁ ରାଜି ହେଉନଥିବା ଆଦିତ୍ୟର ବାହାଘର ହେଇଯିବ। ତୃତୀୟରେ ଏତେ ବଡ଼ ଘରଟା ଏତେ ଦିନ ପରେ ପୁଣି କୋଳାହଳରେ ପୂରି ଉଠିବ। ସବୁ ପରେ ବି ମନୀଷାକୁ ବୁଝାଇବା କଷ୍ଟ ଥିଲା। ଏବେ ବି ମନୀଷା ବିକାଶ ନାମର ମଥାରେ ସିନ୍ଦୂର ହାତରେ ଶଙ୍ଖା ପିନ୍ଧୁଛି। ଏସବୁ କେମିତି ସମ୍ଭବ? କାହିଁକି ସମ୍ଭବ ନୁହେଁ? ଆମେ ଚାଲିଲୁ ତୁମକୁ ସବୁ ପ୍ରକାର ସାହାଯ୍ୟ କରିପାରିବୁ। ଧନବଳ ଜନବଳ ମନୋବଳ ସବୁ କିଛି। ତୁମେ ତୁମର ସବୁ ଅଧିକାର ପାଇବ। ତଥାପି ସବୁକିଛି ଭିତରେ ବହୁତ କିଛି ଶୂନ୍ୟତା ରହିଯିବ। ବିକାଶ ବାବୁଙ୍କୁ ମନଟି ଆଉ ତୁମେ ଧରି ରଖି ପାରିବନି। ମନ ଥରେ ଭାଙ୍ଗିଗଲେ ଚୂନା ହୋଇଯାଏ। ତାକୁ ଆଉ କେହି ବି ଯୋଡ଼ି ପାରିବେନି। ତାଙ୍କ ପାଇଁ ସିନ୍ଦୂର ପିନ୍ଧୁଛ ବୋଲି ତାଙ୍କ କଥା ଭାବୁଛ। ଏହାପରେ ଯାହା ପାଇଁ ପିନ୍ଧିବ ତା କଥା ହିଁ ଭାବିବ। ସେ ବ୍ୟବସ୍ଥା କରିବା ଆମେ। ବିମଲ ଫୋନ୍ କରି ତାଙ୍କ ଆଡ଼ଭୋକେଟ ସାଙ୍ଗକୁ ଘରକୁ ଡାକିଲେ। ସମସ୍ତଙ୍କ ମିଳିତ ଆଲୋଚନା ପରେ ଏଇଆ ନିଷ୍ପତ୍ତି ନିଆଗଲା କି ମନୀଷା ବିକାଶଙ୍କଠାରୁ ଡିଭୋର୍ସ ଆଣିବ। ସେ ପୁଣି ବିନା ଭରଣ ପୋଷଣରେ। ବିକାଶ ପାଇଁ ଏଇଟା ଗୋଟେ ସୁବର୍ଣ୍ଣ ସୁଯୋଗ ଥିଲା। ସେ ବି ସାଙ୍ଗେ ସାଙ୍ଗେ ରାଜି ହେଇଗଲା। ଡିଭୋର୍ସର ଅଳ୍ପ କେଇ ଦିନ ପରେ ଆଦିତ୍ୟ ଓ ମନୀଷାର ବାହାଘର ମନ୍ଦିରରେ ବଡ଼ ଆଡ଼ମ୍ବରରେ ସମ୍ପନ୍ନ ହୋଇଥିଲା। ସୁନନ୍ଦା ନିଜେ ମନୀଷାକୁ ବଧୂ ବେଶରେ ସଜେଇ ଦେଇଥିଲା। ବଧୂ ବେଶରେ ମନୀଷା ବହୁ ସୁନ୍ଦର ଦିଶୁଥିଲା। ଝଡ଼ରୁ ବାହାରି ଆସି ଭଗ୍ନ କୁଟୀରଟି ଉଆସ ଭଳି ଦିଶେ ଠିକ୍ ସେମିତି ଦେଖାଯାଉଥିଲା।